ओम शांति 22 ଜାନୁଆରୀ 2025 प्रातः मुरली बाबा कहते मीठे बच्चे ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏହା ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଛି। ଏହାର ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତକୁ ତୁମେ ସନ୍ତାନମାନେ ଭଲ ଭାବରେ ଜାଣିଛ। ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏହା ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଛି। ଏହାର ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତକୁ ତୁମେ ସନ୍ତାନମାନେ ଭଲ ଭାବରେ ଜାଣିଛ। ପ୍ରଶ୍ନ, କେଉଁ ଆକର୍ଷଣ ଆଧାରରେ ସବୁ ଆତ୍ମାମାନେ ତୁମ ନିକଟକୁ ଆକର୍ଷିତ ହୋଇ ଆସିବେ? କେଉଁ ଆକର୍ଷଣ ଆଧାରରେ ସବୁ ଆତ୍ମାମାନେ ତୁମ ନିକଟକୁ ଆକର୍ଷିତ ହୋଇ ଆସିବେ? ଉତ୍ତର, ପବିତ୍ରତା ଏବଂ ଯୋଗର ଆକର୍ଷଣ ଆଧାରରେ। ଏହାଦ୍ୱାରା ହିଁ ତୁମର ବୃଦ୍ଧି ହୋଇ ଚାଲିବ। ଆଗକୁ ଗଲେ ଆତ୍ମାମାନେ ବାବାଙ୍କୁ ତୁରନ୍ତ ଜାଣିଯିବେ। ଦେଖିବେ ଏତେ ଗୁଡ଼ିଏ ଆତ୍ମା ବାବାଙ୍କ ଠାରୁ ସମ୍ପତ୍ତି ନେଉଛନ୍ତି, ତେଣୁ ବହୁତ ଆତ୍ମା ଆସିବେ। ଯେତେ ଯେତେ ବିଳମ୍ବ ହେବ ସେତେ ସେତେ ତୁମ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇଥିବ। ଓମ୍ ଶାନ୍ତି। ରୁହାନୀ ସନ୍ତାନମାନଙ୍କୁ ଏକଥା ତ ଜଣାଅଛି ଯେ ଆମେ ଆତ୍ମାମାନେ ପରମ ଧାମରୁ ଆସିଛୁ। ବୁଦ୍ଧିରେ ଅଛି ନା? ଯେବେ ସମସ୍ତ ଆତ୍ମାମାନେ ପରମ ଧାମରୁ ଆସି ଏଠାରେ ପହଞ୍ଚିଯିବେ, ବାକି ଅଳ୍ପ ସେଠାରେ ଥିବେ, ସେହି ସମୟରେ ବାବା ଆସିଥାନ୍ତି। ଏବେ ତୁମ ସନ୍ତାନମାନଙ୍କୁ କାହାକୁ ବି ବୁଝାଇବା ବହୁତ ସହଜ ହେଉଛି। ଦୂର ଦେଶର ବାସିନ୍ଦା ବାବା ସବୁଠାରୁ ପଛରେ ଆସୁଛନ୍ତି। ବାବା ଆସିବା ସମୟରେ ପରମ ଧାମରେ ବାକି ଅଳ୍ପ ଆତ୍ମା ରହୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜନସଂଖ୍ୟା ବୃଦ୍ଧି ହୋଇ ଚାଲିଛି ନା? ଏକଥା ମଧ୍ୟ ଜାଣିଛ। ବାବାଙ୍କୁ କେହି ହେଲେ ବି ଜାଣିନାହାନ୍ତି। ତେବେ ପୁଣି ରଚନାର ଆଦି ମଧ୍ୟ ଅନ୍ତକୁ କିପରି ଜାଣିବେ? ଏହା ବେହଦର ଡ୍ରାମା ଅଟେ ନା? ତେଣୁ ଡ୍ରାମାର ଅଭିନେତାମାନଙ୍କୁ ଡ୍ରାମା ବିଷୟରେ ଜଣାଥିବା ଦରକାର। ଯେପରି ଦୁନିଆରେ ହେଉଥିବା ନାଟକର ଅଭିନେତାଙ୍କୁ ମଧ୍ୟ ଜଣାଥାଏ, ଅମୁକ ଅମୁକଙ୍କୁ ଏହି ପାର୍ଟ ମିଳିଛି। ଯେଉଁ ଘଟଣା ଅତୀତ ହୋଇଯାଏ, ତାର ହିଁ ପୁଣି ଛୋଟ ଡ୍ରାମା ତିଆରି କରାଯାଏ। ଭବିଷ୍ୟତର ତ କରିପାରିବେ ନାହିଁ। ଘଟିଯାଇଥିବା ଘଟଣାକୁ ଆଧାର କରି ଆଉ କିଛି କାହାଣୀ ମିଶାଇ ଡ୍ରାମା ପ୍ରସ୍ତୁତ କରିଥାନ୍ତି। ତାକୁ ହିଁ ସମସ୍ତଙ୍କୁ ଦେଖାଇଥାନ୍ତି। ଭବିଷ୍ୟତକୁ ତ ଜାଣି ହିଁ ନାହାନ୍ତି। ଏବେ ତୁମେ ଜାଣୁଛ, ବାବା ଆସିଛନ୍ତି। ସ୍ଥାପନା ହେଉଛି, ଆମେ ବର୍ଷା ପାଉଛୁ। ଯିଏ ଯିଏ ଆସୁଛନ୍ତି ଦେବୀ ଦେବତା ପଦ ପାଇବା ପାଇଁ, ସେମାନଙ୍କୁ ଆମେ ରାସ୍ତା ବତାଉଛୁ। ଏହି ଦେବତାମାନେ ଏତେ ଶ୍ରେଷ୍ଠ କିପରି ହେଲେ, ଏକଥା ମଧ୍ୟ କାହାକୁ ଜଣା ନାହିଁ। ବାସ୍ତବରେ ମୂଳ ଧର୍ମ ଆଦି ସନାତନ ତ ଦେବୀ ଦେବତା ଧର୍ମ ହିଁ ଅଟେ। ନିଜର ଧର୍ମକୁ ଭୁଲି ଯାଇଥିବାରୁ କହିଦେଉଛନ୍ତି, ଆମ ପାଇଁ ତ ସବୁ ଧର୍ମ ସମାନ। ଏବେ ତୁମେ ସନ୍ତାନମାନେ ଜାଣୁଛ, ବାବା ଆମକୁ ପଢ଼ାଉଛନ୍ତି। ବାବାଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଚିତ୍ର ଆଦି ତିଆରି କରାଯାଉଛି। ବାବା ଦିବ୍ୟ ଦୃଷ୍ଟି ଦ୍ୱାରା ଚିତ୍ର ତିଆରି କରାଉଥିଲେ। କେହି ତ ପୁଣି ନିଜର ବୁଦ୍ଧି ଦ୍ୱାରା ମଧ୍ୟ ତିଆରି କରୁଛନ୍ତି। ପିଲାମାନଙ୍କୁ ଏକଥା ମଧ୍ୟ ବୁଝାଯାଉଛି କି, ଏକଥା ନିଶ୍ଚୟ ଲେଖ ଯେ ପାଠଧାରୀ ଅଭିନେତା ତ ସମସ୍ତେ ଅଟନ୍ତି, କିନ୍ତୁ ରଚୟିତା ନିର୍ଦ୍ଦେଶକ ଆଦିଙ୍କୁ ଜାଣିନାହାନ୍ତି। ବାବା ଏବେ ନୂଆ ଧର୍ମର ସ୍ଥାପନା କରୁଛନ୍ତି। ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି, ଏହା ମଧ୍ୟ ବୁଦ୍ଧିରେ ରହିବା ଉଚିତ। ପୁରୁଣା ଦୁନିଆରେ ହିଁ ବାବା ଆସି ତୁମକୁ ବ୍ରାହ୍ମଣ କରାଉଛନ୍ତି। ବ୍ରାହ୍ମଣ ହିଁ ପୁଣି ଦେବତା ହେବେ। ଦେଖ କେତେ ଭଲ ଯୁକ୍ତି ରହିଛି। ଭଲେ ଏହା ହେଉଛି ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା, କିନ୍ତୁ ଡ୍ରାମା ବହୁତ ସୁନ୍ଦର ଭାବେ ତିଆରି କରାଯାଇଛି। ବାବା କହୁଛନ୍ତି, ତୁମକୁ ଗହନରୁ ଗହନ କଥା ପ୍ରତିଦିନ ଶୁଣାଉଛି। ଯେବେ ବିନାଶ ଆରମ୍ଭ ହେବ, ସେତେବେଳେ ତୁମ ସନ୍ତାନମାନଙ୍କୁ ଅତୀତର ସମସ୍ତ ଇତିହାସ ଜଣାପଡ଼ିଯିବ। ପୁଣି ସତ୍ୟଯୁଗକୁ ଗଲେ ଅତୀତର ଇତିହାସ କିଛି ହେଲେ ମନେ ରହିବ ନାହିଁ। ତୁମେ ବାସ୍ତବରେ ଅଭିନୟ କରି ଚାଲିଛ। ଅତୀତର କଥା କାହାକୁ ଶୁଣାଇବ? ଏହି ଲକ୍ଷ୍ମୀନାରାୟଣ ଅତୀତକୁ ବିଲକୁଲ ଜାଣିନାହାନ୍ତି। ତୁମ ବୁଦ୍ଧିରେ ତ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁକିଛି ରହିଛି। କିପରି ବିନାଶ ହେବ, କିପରି ରାଜତ୍ୱ ହେବ, କିପରି ମହଲ ତିଆରି କରିବେ, ହେବ ତ ନିଶ୍ଚୟ ନା? ସ୍ୱର୍ଗର ଦୃଶ୍ୟ ହିଁ ଅଲଗା ଅଟେ। ଯେତେ ଯେତେ ଅଭିନୟ କରିଚାଲିବ, ସବୁ କଥା ସ୍ପଷ୍ଟ ଜଣାପଡ଼ିଯିବ।
ଏହାକୁ କୁହାଯାଉଛି ଖୁନି ନାହେକ ଅର୍ଥାତ୍ ନିର୍ଦ୍ଦୋଷୀ ହତ୍ୟାର ଖେଳ। ବିନା ଦୋଷରେ କ୍ଷତି ହୋଇଥାଏ ନା। ଭୂମିକମ୍ପ ହେଉଛି, କେତେ କ୍ଷତି ହେଉଛି। ବମ୍ ଫୋପାଡ଼ୁଛନ୍ତି, ଏହା ବିନା ଦୋଷରେ ହେଲା ନା। ଏଥିରେ କେହି କ'ଣ କିଛି କରିଥାନ୍ତି କି? ଯେଉଁମାନଙ୍କର ବିଶାଳ ବୁଦ୍ଧି ସେମାନେ ବୁଝୁଛନ୍ତି ବାସ୍ତବରେ ବିନାଶ ହୋଇଥିଲା, ନିଶ୍ଚୟ ମରାମରି ହୋଇଥିଲା। ଏପରି ଖେଳ ମଧ୍ୟ ତିଆରି କରୁଛନ୍ତି, ଏକଥା ତ ବୁଝି ବି ପାରିବେ। କେଉଁ ସମୟରେ କାହାର ବୁଦ୍ଧିରେ ଆସିଯାଇଥାଏ। ତୁମେ ତ ପ୍ରତ୍ୟକ୍ଷ ରୂପରେ ଅଛ। ତୁମେ ସେହି ରାଜଧାନୀର ମାଲିକ ମଧ୍ୟ ହେଉଛ। ତୁମେ ଜାଣିଛ ବର୍ତ୍ତମାନ ସେହି ନୂଆ ଦୁନିଆକୁ ନିଶ୍ଚୟ ଯିବାକୁ ହେବ। ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ଅଥବା ବ୍ରହ୍ମା କୁମାର କୁମାରୀମାନଙ୍କ ଦ୍ୱାରା ଜ୍ଞାନ ନେଉଛନ୍ତି, ତେବେ ସେମାନେ ସ୍ୱର୍ଗ ଦୁନିଆରେ ଆସିଥାନ୍ତି। ନିଜର ଘର ଗୃହସ୍ଥରେ ରହୁଛନ୍ତି ନା। ଅନେକଙ୍କ ସହ ପରିଚୟ ତ ହୋଇପାରିବ ନାହିଁ। ସେଣ୍ଟରକୁ ଅନେକ ଆସୁଛନ୍ତି, ସମସ୍ତଙ୍କୁ କ'ଣ ମନେ ରଖିହେବ? କେତେ ବ୍ରାହ୍ମଣ ରହିଛନ୍ତି, ବୃଦ୍ଧି ହୋଇ ହୋଇ ଅଗଣିତ ହୋଇଯିବେ। ସଠିକ୍ ହିସାବ ବାହାର କରିପାରିବେ ନାହିଁ। ରାଜାଙ୍କୁ କ'ଣ ଜଣାଥାଏ କି ସଠିକ୍ ରୂପେ ମୋର କେତେ ପ୍ରଜା ରହିଛନ୍ତି? ଯଦିଓ ଜନଗଣନା ଆଦି କରୁଛନ୍ତି, ତଥାପି ମଧ୍ୟ ଫରକ ରହୁଛି। ତେବେ ତୁମ ପରି ଇଏ ମଧ୍ୟ ଛାତ୍ର ଅଟନ୍ତି। ତୁମ ସମସ୍ତ ଭାଇମାନଙ୍କୁ ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ। ଛୋଟ ପିଲାମାନଙ୍କୁ ମଧ୍ୟ ଶିଖାଯାଉଛି କି ବାବା ବାବା କୁହ। ଏକଥା ମଧ୍ୟ ତୁମେ ଜାଣିଛ। ଆଗକୁ ଗଲେ ବାବାଙ୍କୁ ତୁରନ୍ତ ଜାଣିଯିବେ। ଦେଖିବେ ଏତେ ଢେର ପିଲାମାନେ ବାବାଙ୍କ ଠାରୁ ଶ୍ରୀମତ ନେଉଛନ୍ତି। ତେଣୁ ବହୁତ ଆସିବେ। ଯେତେ ଡେରି ହେବ ସେତେ ତୁମ ପ୍ରତି ଆକର୍ଷିତ ହେବେ। ପବିତ୍ର ହେବା ଦ୍ୱାରା ଆକର୍ଷଣ କରିବାର ଶକ୍ତି ଆସିଥାଏ। ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଅନ୍ୟମାନେ ତୁମ ଆଡ଼କୁ ଆକର୍ଷିତ ହେବେ। ବାବା ମଧ୍ୟ ଆକର୍ଷିତ କରୁଛନ୍ତି ନା। ବହୁତ ବୃଦ୍ଧି ହୋଇ ଚାଲିବ। ସେଥିପାଇଁ ଉପାୟ ମଧ୍ୟ ରଚନା କରାଯାଉଛି। ଗୀତାର ଭଗବାନ କିଏ? କୃଷ୍ଣଙ୍କୁ ମନେ ପକାଇବା ତ ବହୁତ ସହଜ ଅଟେ। ସେ ତ ସାକାର ରୂପଧାରୀ ଅଟନ୍ତି ନା। ନିରାକାର ବାବା କହୁଛନ୍ତି, ମୋତେ ୟାଦ କର। ଏହି କଥା ଉପରେ ହିଁ ସବୁକିଛି ଆଧାରିତ। ସେଥିପାଇଁ ବାବା କହିଥିଲେ, ଏହି କଥା ଉପରେ ସମସ୍ତଙ୍କଠାରୁ ମତାମତ ଲେଖାଇ ନିଅ। ବଡ଼ ବଡ଼ ତାଲିକା ଦେଖିଲେ ମନୁଷ୍ୟମାନଙ୍କୁ ଜଣାପଡ଼ିବ। ତୁମେ ବ୍ରାହ୍ମଣମାନେ ଯେବେ ପକ୍କା ନିଶ୍ଚୟ ବୁଦ୍ଧି ହୋଇଯିବ, ସେତେବେଳେ ବ୍ରାହ୍ମଣ ପରିବାରର ବୃଦ୍ଧି ହୋଇ ଚାଲିବ। ମାୟାର ତୋଫାନ ମଧ୍ୟ ଶେଷ ପର୍ଯ୍ୟନ୍ତ ଆସୁଥିବ। ବିଜୟ ପାଇଗଲେ ନା ପୁରୁଷାର୍ଥ ରହିବ ନା ମାୟା ରହିବ। ୟାଦରେ ହିଁ ବହୁତ ହାରିଥାନ୍ତି। ଯୋଗଯୁକ୍ତ ସ୍ଥିତିରେ ତୁମେ ଯେତେ ମଜବୁତ ହେବ, ସେତେ ମାୟାଠାରୁ ହାରିବ ନାହିଁ। ଏଠାରେ ରାଜଧାନୀ ସ୍ଥାପନ ହେଉଛି। ପିଲାମାନଙ୍କର ନିଶ୍ଚୟ ଅଛି, ସତ୍ୟଯୁଗରେ ଆମର ରାଜତ୍ୱ ହେବ। ତେବେ ଆମେ ହୀରା ଜବାହାର କେଉଁଠୁ ଆଣିବୁ? ଖଣି ସବୁ କିପରି ଭରପୁର ହେବ? ଏସବୁ ଥିଲା ତ ନିଶ୍ଚୟ ନା। ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର ତ କୌଣସି କଥା ହିଁ ନାହିଁ। ଯାହା ହେବାର ଥିବ ତାକୁ ପ୍ରାକ୍ଟିକାଲରେ ବା ସ୍ଥୂଳ ରୂପରେ ଦେଖିବା। ସ୍ୱର୍ଗ ତ ନିଶ୍ଚୟ ହେବ। ଯିଏ ଭଲ ଭାବରେ ପଢ଼ୁଛନ୍ତି ତାଙ୍କର ନିଶ୍ଚୟ ରହିବ ଯେ ଆମେ ଯାଇ ଭବିଷ୍ୟତରେ ରାଜକୁମାର ହେବୁ। ହୀରା ଜବାହାରର ମହଲ ହେବ। ଏହି ନିଶ୍ଚୟ ମଧ୍ୟ ସେବାଯୋଗ୍ୟ ସନ୍ତାନମାନଙ୍କର ହିଁ ହେବ। ଯେଉଁମାନେ କମ୍ ପଦ ପାଇବେ ତାଙ୍କର କେବେ ଏପରି ଖିଆଲ ଆସିବ ବି ନାହିଁ ଯେ ଆମେ ମହଲ ଆଦି କିପରି ତିଆରି କରିବୁ। ଯିଏ ବହୁତ ସେବା କରିବେ ସେମାନେ ହିଁ ମହଲରେ ରହିବେ ନା। ଦାସଦାସୀମାନେ ତ ତାଙ୍କ ସେବା ପାଇଁ ପ୍ରସ୍ତୁତ ରହିଥିବେ। ସେବାଯୋଗ୍ୟ ସନ୍ତାନମାନଙ୍କର ହିଁ ଏପରି ଖିଆଲ ଆସିବ। ପିଲାମାନେ ମଧ୍ୟ ଜାଣିଛନ୍ତି କେଉଁମାନେ ଭଲ ସେବା କରୁଛନ୍ତି। ନ ପଢ଼ିଲା ବାଲା ଭାବିଥାନ୍ତି ଆମେ ତ ପାଠୁଆଙ୍କର ବୋଝ ଉଠାଇବୁ। ଯେପରି ଏହି ବ୍ରହ୍ମା ବାବା ଅଟନ୍ତି। ବାବାଙ୍କର ଖିଆଲ ରହିଥାଏ ନା। ବୁଢ଼ା ଏବଂ ବାଳକ ଏକ ସମାନ ଅଟନ୍ତି। ସେଥିପାଇଁ ବ୍ରହ୍ମାଙ୍କର ଚାଲିଚଳନ ମଧ୍ୟ ଛୋଟ ପିଲା ସଦୃଶ ହେଉଥିଲା। ଶିବ ବାବାଙ୍କର ତ ଏକମାତ୍ର ପାଠ ରହିଛି, ପିଲାମାନଙ୍କୁ ପଢ଼ାଇବା, ଶିଖାଇବା। ବିଜୟମାଳାର ଦାନା ହେବାକୁ ହେଲେ ପୁରୁଷାର୍ଥର ବହୁତ ଆବଶ୍ୟକତା ରହିଛି।
ବହୁତ ମଧୁର ହେବାକୁ ପଡ଼ିବ। ଶ୍ରୀମତକୁ ପାଳନ କଲେ ହିଁ ଶ୍ରେଷ୍ଠ ହେବ। ଏହା ତ ବୁଝିବାର କଥା ନା। ବାବା କହୁଛନ୍ତି ମୁଁ ଯାହା ଶୁଣାଉଛି ତା ଉପରେ ବିଚାର କର। ଆଗକୁ ଗଲେ ତୁମକୁ ଆହୁରି ମଧ୍ୟ ସାକ୍ଷାତକାର ହୋଇ ଚାଲିବ। ନିକଟତର ହେଲେ ଅଧିକ ଅଧିକ ମନେ ପଡ଼ିବ। ନିଜ ରାଜଧାନୀରୁ ଫେରିବାର 5000 ବର୍ଷ ହୋଇଗଲାଣି। 84 ଜନ୍ମର ଚକ୍ର ଲଗାଇ ଆସିଛୁ। ଯେପରି ଭାସ୍କୋଡା ଗାମାଙ୍କ ପାଇଁ କୁହନ୍ତି ବିଶ୍ୱର ଚକ୍ର ଲଗାଇଥିଲେ। ତୁମେ ଏହି ବିଶ୍ୱରେ 84 ଜନ୍ମର ଚକ୍ର ଲଗାଇଛ। ସେ ଜଣେ ଭାସ୍କୋଡା ଗାମା ଯାଇଥିଲେ ନା, ଇଏ ମଧ୍ୟ ଜଣେ ଅଟନ୍ତି ଯିଏ ତୁମକୁ 84 ଜନ୍ମର ରହସ୍ୟ ବୁଝାଉଛନ୍ତି। ବଂଶାବଳୀ ଚାଲିଥାଏ ନା, ତେଣୁ ନିଜକୁ ଦେଖିବା ଉଚିତ। ମୋ ପାଖରେ କୌଣସି ଦେହ ଅଭିମାନ ନାହିଁ ତ? ନାରାଜ ହୋଇଯାଉ ନାହିଁ ତ? କେବେ ବିଗିଡ଼ି ଯାଉ ନାହିଁ ତ? ତୁମେ ଯୋଗ ବଳରେ ରହିଥିବ, ଶିବ ବାବାଙ୍କୁ ୟାଦ କରୁଥିବ, ତେବେ ତୁମକୁ କେହି ଚାପୁଡ଼ା ଆଦି ମାରିପାରିବେ ନାହିଁ। ଯୋଗ ବଳ ହିଁ ଢାଲ ଅଟେ, କେହି କିଛି କରିପାରିବେ ନାହିଁ। ଯଦି କେହି ଆଘାତ ପ୍ରାପ୍ତ ହେଉଛନ୍ତି ତେବେ ନିଶ୍ଚୟ ଦେହ ଅଭିମାନ ରହିଛି। ଦେହୀ ଅଭିମାନୀକୁ କେହି ଆଘାତ ଦେଇପାରିବେ ନାହିଁ। ନିଜର ହିଁ ଭୁଲ ହୋଇଥାଏ। ବିବେକ ଏପରି କହୁଛି, ଦେହୀ ଅଭିମାନୀକୁ କେହି କିଛି ବି ଆଘାତ ଦେଇପାରିବେ ନାହିଁ। ସେଥିପାଇଁ ଦେହୀ ଅଭିମାନୀ ହେବାର ଚେଷ୍ଟା କରିବା ଦରକାର। ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ ପଡ଼ିବ। ଭଗବାନ ବାଚ ମନ୍ମନା ଭବ। କେଉଁ ଭଗବାନ? ଏହା ମଧ୍ୟ ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ବାସ୍ ଏହି ଗୋଟିଏ କଥାରେ ହିଁ ତୁମର ବିଜୟ ହେବ। ସାରା ଦୁନିଆରେ ମନୁଷ୍ୟମାନଙ୍କର ବୁଦ୍ଧିରେ କୃଷ୍ଣ ଭଗବାନ ବାଚ ରହିଛି। ଯେବେ ତୁମେ ବୁଝାଉଛ ତେବେ କହୁଛନ୍ତି ବାସ୍ତବରେ ଏହି କଥା ହିଁ ଠିକ୍ ଅଟେ। କିନ୍ତୁ ଯେବେ ତୁମ ପରି ବୁଝିବେ ସେବେ କହିବେ ବାବା ଯାହା ଶିଖାଉଛନ୍ତି ତାହା ଠିକ୍ ଅଟେ। କୃଷ୍ଣ କ'ଣ ଏପରି କହିପାରିବେ କି ମୁଁ ଏପରି ଅଟେ ଯେ ମୋତେ କେହି ଜାଣିପାରିବେ ନାହିଁ? କୃଷ୍ଣଙ୍କୁ ତ ସମସ୍ତେ ଜାଣିନେବେ। ଏପରି ମଧ୍ୟ ନୁହଁ ଯେ କୃଷ୍ଣଙ୍କ ଶରୀରରେ ଭଗବାନ କହୁଛନ୍ତି ନା। କୃଷ୍ଣ ତ ସତ୍ୟଯୁଗରେ ହିଁ ରହିବେ। ସେଠାକୁ କିପରି ଭଗବାନ ଆସିବେ? ଭଗବାନ ତ ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ତେଣୁ ତୁମେ ପିଲାମାନେ ଅନେକଙ୍କ ଠାରୁ ମତାମତ ସଂଗ୍ରହ କରିଚାଲ। ତୁମର ଏହିପରି ବଡ଼ ତାଲିକା ଛପା ହେବା ଦରକାର, ଯେଉଁଥିରେ ସମସ୍ତଙ୍କର ଲେଖା ଥିବ। ଯେବେ ଦେଖିବେ ଯେ ଏତେ ଲୋକ ଏହିପରି ଲେଖିଛନ୍ତି ତେବେ ନିଜେ ମଧ୍ୟ ଲେଖିବେ। ପୁଣି ତୁମ ପାଖରେ ବହୁତଙ୍କର ଲେଖା ହୋଇଯିବ ଯେ ଗୀତାର ଭଗବାନ କିଏ। ଉପରେ ମଧ୍ୟ ଲେଖାଯାଇଥିବା ଦରକାର ଯେ ଉଚ୍ଚରୁ ଉଚ୍ଚ ବାବା ହିଁ ଅଟନ୍ତି। କୃଷ୍ଣ ତ ଉଚ୍ଚରୁ ଉଚ୍ଚ ନୁହନ୍ତି। ସେ କହିପାରିବେ ନାହିଁ କି ମୋତେ ୟାଦ କର। ବ୍ରହ୍ମାଙ୍କ ଠାରୁ ମଧ୍ୟ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ନା। ଏହା ହିଁ ହେଉଛି ମୁଖ୍ୟ କଥା, ଯାହାଦ୍ୱାରା ସମସ୍ତଙ୍କର ଅହଙ୍କାର ତୁଟିଯିବ, ଅର୍ଥାତ୍ ପରାଜୟ ହେବ। ବାବା ଏପରି କହୁନାହାନ୍ତି କି ଏହିଠାରେ ବସି ରୁହ। ନା, ସଦ୍ଗୁରୁଙ୍କୁ ନିଜର କରି ପୁଣି ନିଜ ଘରେ ଯାଇ ରୁହ। ଆରମ୍ଭରେ ତ ତୁମର ଭଟ୍ଟି କରିବାର ଥିଲା। ଶାସ୍ତ୍ରରେ ମଧ୍ୟ ଭଟ୍ଟିର କଥା ଅଛି। କିନ୍ତୁ ଭଟ୍ଟି କାହାକୁ କୁହାଯାଏ ଏକଥା କେହି ଜାଣିନାହାନ୍ତି। ଇଟାର ଭାଟି ହୋଇଥାଏ, ସେଥିରୁ କେହି ପକ୍କା କେହି ଦରପୋଡ଼ା ବାହାରିଥାଏ। ଏଠାରେ ଦେଖ ସୁନା ନାହିଁ, ବାକି ପଥର ଠିକର ରହିଛି। ପୁରୁଣା ଜିନିଷର ବହୁତ ମାନ ରହିଛି। ଶିବ ବାବାଙ୍କର ଦେବତାଙ୍କର ମାନ ମଧ୍ୟ ଅଛି ନା। ସତ୍ୟଯୁଗରେ ତ ମାନର କୌଣସି କଥା ନାହିଁ। ସେଠାରେ ପୁରୁଣା ଜିନିଷ କେହି ଖୋଜିବେ ନାହିଁ। ସେଠାରେ ପେଟ ଭରପୁର ରହିବ, ଅର୍ଥାତ୍ ସବୁ ଆବଶ୍ୟକତା ଭରପୁର ଥିବ। ତେଣୁ କୌଣସି ଜିନିଷ ଖୋଜିବାର ଆବଶ୍ୟକତା ନଥିବ। ତୁମକୁ କିଛି ଖୋଳାଖୋଳି କରିବାକୁ ପଡ଼ିବ ନାହିଁ। ଦ୍ୱାପର ଯୁଗ ପରେ ଖୋଳିବା ଆରମ୍ଭ କରିବେ। ଘର ଆଦି ତିଆରି କରିବା ସମୟରେ ଯଦି ମାଟି ତଳୁ କିଛି ବାହାରି ପଡ଼ୁଛି ତେବେ ଭାବୁଛନ୍ତି ମାଟି ତଳେ କିଛି ଅଛି। ସତ୍ୟଯୁଗରେ ତୁମକୁ କୌଣସି ଚିନ୍ତା ରହିବ ନାହିଁ। ସେଠାରେ ତ ସୁନା ହିଁ ସୁନା ରହିବ। ସୁନାର ଇଟା ମିଳିବ। କଳ୍ପ ପୂର୍ବରୁ ଯାହା ହୋଇଥିଲା, ଯାହା ନିର୍ଦ୍ଧାର୍ଯ୍ୟ ଅଛି ତାହାର ହିଁ ସାକ୍ଷାତକାର ହେଉଛି। ଆତ୍ମାମାନଙ୍କୁ ଆବାହନ କରାଯାଉଛି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର କୌଣସି କଥା ନାହିଁ। ସେକେଣ୍ଡ ପରେ ସେକେଣ୍ଡ ଅଭିନୟ ଚାଲୁଛି, ପୁଣି ଗୁପ୍ତ ହୋଇଯାଉଛି। ଏହା ହେଉଛି ପାଠପଢ଼ା। ଭକ୍ତି ମାର୍ଗରେ ତ ଅନେକ ଚିତ୍ର ରହିଛି। ତୁମର ଏହି ସବୁ ଚିତ୍ର ଅର୍ଥ ସହିତ ଅଟେ।
तुम पाखरे बिना अर्थरे कौनसी चित्र नाही। जे पर्यंत तुमे काहाकू बुझाई नाह से पर्यंत केही बुझी पारिबे नाही। बुझाइला बाला बुद्धिमान ज्ञानर सागर एकमात्र बाबा ही अटंती। एबे तुमको ईश्वरीय मत मिलुछि। तुमे ईश्वरीय कुटुंब अथवा कुलर अट। ईश्वर आसी कुटुंब अर्थात राजवंश ही स्थापना करुछंती। एबे तुम पाखरे कौनसी राजत्व नाही। राजधानी थिला एबे नाही। देवी देवतांकर धर्म मध्य निश्चय अछि। सूर्यवंशी चंद्रवंशी राजत्व अछि ना। गीता ज्ञान द्वारा ब्राह्मण कुलर स्थापना हेउछि। सूर्यवंशी चंद्रवंशी कुलर मध्य स्थापना हेउछि। बाकी आउ कौनसी कुलर स्थापना होई परिबो नाही। तुमे पिलामाने सृष्टिर आदि मध्य अंतकू जानिगलणी। आगरू तो बुझीथिल जे बहुत बड़ प्रलय हुए। देखाई थांती प्रलय परे अश्वत्थ पत्ररे उपरे श्रीकृष्ण समुद्र रे भासी भासी आसुछंती। प्रथम नंबर रे तो श्रीकृष्ण ही जन्म नेउछंती ना। बाकी सागरर कथा नुहे। एबे तुम संतान मानकर बुद्धि को बहुत भल ज्ञान मिलेछि। सेही मानकु खुशी मिलिबो जे माने आत्मिक पाठ भल भाबरे पढुथिबे। जे माने भल भाबरे पढुछंती सेही माने ही सम्मानर सहित पास होइथांती। जदि काहा सहित मन लागिथिबो तेबे पाठ पढ़ा समय रे मध्य तांको कथा मने पड़िबो। बुद्धि तांको पाखकू चली जीवो। सेथिपाई पाठ पढ़ा सर्वदा ब्रह्मचर्य होइथाए। एठारे तुमको बुझा जाउछि एकमात्र बाबांक व्यतीत आउ केउंठाकू बुद्धि जीवा उचित नुही। किंतु बाबा जानिछंती बहुतुंकर पुराणा दुनिया मने पड़ुछि। पुणी एठारे बसी थाई मध्य शुणु ही नाहंती। भक्ति मार्ग रे मध्य एहिपरि होइथाए। सत्संगरे बसी मध्य बुद्धि कुआड़े कुआड़े चली जाए। यह तो बहुत कड़ा परीक्षा अटे। केही तो एठारे बसी थिले मध्य जेमिति शुणु ही नाहंती। केतेक संतान माने तो खुशी होइथांती सम्मुखरे खुशी रे झुली थांती। बुद्धि बाबांक सहित रहिले अंतमति स्वगति अर्थात अंतिम स्मृति अनुसार पुनर्जन्म होइजिवो। सेथिपाई बहुत भल पुरुषार्थ करिबाको हेबो। एठारे तो तुमको बहुत धन मिलुछि। अच्छा मीठा मीठा सिकिलधि संतान मानक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानकु नमस्ते। आत्मिक संतान मानकर आत्मिक बाप दादांकु नमस्ते 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 सुप्रभात। धारणा पाई मुख्य सार 1 नंबर पॉइंट। विजय मालार दाना हेबा पाई बहुत भल पुरुषार्थ करिबाको हेबो। बहुत बहुत मीठा हेबाको पड़िबो। श्रीमत अनुसारे चलिबाको पड़िबो। विजय मालार दाना हेबा पाई बहुत भल पुरुषार्थ करिबाको हेबो। बहुत बहुत मीठा हेबाको पड़िबो। श्रीमत अनुसारे चलिबाको पड़िबो। 2 नंबर पॉइंट। निरापदरे रहिबा पाई एकमात्र जोग ही ढाल सदृश अटे। सेथिपाई जोग बल जमा करिबाको हेबो। देही अभिमानी हेबा पाई संपूर्ण चेष्टा करिबाको पड़िबो। निरापदरे रहिबा पाई एकमात्र जोग ही ढाल सदृश अटे। सेथिपाई जोग बल जमा करिबाको हेबो। देही अभिमानी हेबा पाई संपूर्ण चेष्टा करिबाको पड़िबो। वरदान विशेष शब्दर स्मृति द्वारा संपूर्णतार लक्ष्य को प्राप्त करुथिबा स्वपरिवर्तक हुओ। विशेष शब्दर स्मृति द्वारा संपूर्णतार लक्ष्य को प्राप्त करुथिबा स्वपरिवर्तक हुओ। सर्वदा एही कथा स्मृति रे रहु जे मु एक विशेष आत्मा अटे। विशेष कार्य पाई निमित्त अटे एवं विशेषता देखाइबा वाला अटे। तेणु एही विशेष शब्द को विशेष भावरे मने रख। कथा कहिबा मध्य विशेष, देखिबा मध्य विशेष, कर्म करिबा मध्य विशेष, भाबिबा मध्य विशेष। एही भली प्रत्येक कथारे एही विशेष शब्द को स्मृति रे आनिबा द्वारा सहजरे स्वपरिवर्तक तथा विश्व परिवर्तक होई परिबो एवं संपूर्णतार स्थिति को प्राप्त करिबार जो लक्ष्य रखिछ ताकु मध्य सहजरे प्राप्त करि परिबो। स्लोगान विघ्न गुड़ी को देखी भयभीत हेबा परिवर्ते परीक्षा मने करी सेगुड़ी को अतिक्रम करि जाओ। विघ्न गुड़ी को देखी भयभीत हेबा परिवर्ते
ପରୀକ୍ଷା ମନେକରି ସେଗୁଡ଼ିକୁ ଅତିକ୍ରମ କରିଯାଅ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 22 ନମ୍ବର ପଏଣ୍ଟ। ଏବେ ନିଜର ମାନସିକ ସେବାର ମାନକୁ ବୃଦ୍ଧି କର, ଯାହାଦ୍ୱାରା ମୂଲ୍ୟବାନ ଆତ୍ମାମାନେ ପାଖକୁ ଆସିବେ। ଏଥିରେ ଡବଲ ସେବା ଲୁଚି ରହିଛି। ନିଜର ମଧ୍ୟ ସେବା ଏବଂ ଅନ୍ୟମାନଙ୍କର ମଧ୍ୟ ସେବା ହୋଇଯିବ। ନିଜ ପାଇଁ ଅଲଗା ମେହନତ କରିବା ପାଇଁ ପଡ଼ିବ ନାହିଁ ଏବଂ ଏଭଳି ଅନୁଭବ ହେବ ଯେପରି କୌଣସି ପ୍ରାରବ୍ଧ ପ୍ରାପ୍ତ ହେଉଛି। ତେବେ ବର୍ତ୍ତମାନ ସମୟର ଶ୍ରେଷ୍ଠ ପ୍ରାରବ୍ଧ ହେଲା ସର୍ବଦା ନିଜେ ସର୍ବପ୍ରାପ୍ତିରେ ସମ୍ପନ୍ନ ରହିବା ଏବଂ ସମସ୍ତଙ୍କୁ ସର୍ବପ୍ରାପ୍ତିରେ ସମ୍ପନ୍ନ କରିବା। ଓମ୍ ଶାନ୍ତି।